महाविष्णु पुराण तृतीय भाग एकादश अध्याय शयन नियम और पत्नी सहवास विधि शयन। सगर राजांक प्रति और्व महाऋषि स्नेह भरे बुझाइण कहिले आश्वासी। संध्या उपासना विधि शुणिल तो राय एबे शयन विधान शुण जेउ प्राय। भोजन करिण संध्या पूर्व गृहीजन हस्तपद मुख भले करी प्रक्षालन। छिद्रहीन कीट गण नथिबा सज्जारे करिबे शयन गृही अति आनंदरे। दक्षिण बा पूर्व दिगे देव मस्तकरू उत्तर पश्चिमे देले भोगिब पीड़ाकू। पत्नी गमनरे विधि सार अटे जाहा एबे कहुछि से कथा शुण नर नाहा। पत्नी जेबे ऋतुमती हेब दंडधर करिब नक्षत्र दृष्टि शुभ कारणर। पुरुष कामरे जदि से नक्षत्र हुए पुणी जुग्म दिन तहि शुभ तिथि रहे। सही दिन शुभ अटे पत्नीर गमने ताहा ही एकांत जानी आपणार मने। दोष विहीने सकामी पत्नीर विहिते होइब मिलन गृही होई हर्ष चित्ते। मात्र ऋतुस्ना नहीना जेबण कामिनी रजस्वला बाओ कामी पीड़ितार मणि। गर्भणी कुपिता नष्टा अबापर नारी क्षुधार्ती अनुकूला अधिक आहारी। एमंतर मणि पासे आहे नर ईश गमिले बहुत बाधा रहिछि अवश्य। दिवसे रमणी संगे मातिले कामरे महापापी हुए लक्ष्मी न रहंती घरे। अल्प दिन रे आयु क्षय होई जाए अंते भीषण नरक भोगई निश्चय। जलाशय रे रमिले अमंगल घटे अशुभरे चिर काल ता जीवन कटे। ज्ञानहीन जन एहा रखिथिब मने आचारहीन नहिब थिब सावधाने। पूर्वे कहिबार कथा निश्चय पाଳିब पत्नी सहवास ऋतु काले न करिब। शुद्ध स्नान कला परे आपणा बनिता तार संग आचरिब माने शास्त्र कथा। एहा कोटि ऋतु काल कहंती मुनिए निज पत्नी मातृ सम काल रे हुए। प्रकृति सुंदरी महादेवी इच्छा रंगे बास करि न थांती नारींकर अंगे। एणु रमणी निजर पत्नी सुधा हेले बाधा विघ्न पड़े ताकू अकाले रमिले। इष्ट देवता संतोष नुहंती केबे हैं आपणा इच्छारे कंधुसिरी तुटी जाए। अतएव गृही जन सावधाने थिब शास्त्रर विधाने नारी संग जे करिब। एहिपरि और्व मुनि विधिर विधाने प्रसन्न चित्ते कहिले सगर राजने। कहंती जे पराशर मैत्रेयंक पासे श्री गुरु सुमरी क्षेत्र मोहन जे भासे। इति श्री महाविष्णु पुराणे तृतीय खंडे गृहस्थ धर्म कथने एकादश अध्याय। द्वादश अध्याय गृहस्थर आचार विधि कथन। और्व उवाच एथु अनंतर राजा शुण मन देई गृहस्थ आचार विधि कहुछि बुझाई। गृहाश्रमे गृही माने करिण बसती देवता सिद्ध ब्राह्मण गाभिए प्रभृति। आवर जे गुरु पुणी देव वैश्वान रे
ବୃକ୍ଷଲତା ଆଦି ସମସ୍ତଙ୍କୁ ଭକ୍ତି ଭରେ ଏକାଗ୍ର ଚିତ୍ତେ ପୂଜନ କରି ଯତ୍ନ ଭାବେ ସନ୍ଧ୍ୟାରେ ସନ୍ଧ୍ୟା ଦେବୀଙ୍କୁ ବନ୍ଦନ କରିବେ। ଆବର କଥାଏ ରାଜା ଶୁଣ ଦେଇ ମନ ସତ୍ସଙ୍ଗେ ଗୃହୀ ମାନବ କଟାଇବେ ଦିନ। ସମଯୋଗ୍ୟ ରହିଥିବେ ଯେଉଁ ବିଜ୍ଞ ବ୍ୟକ୍ତି ତାହାଙ୍କ ସଙ୍ଗେ କରିବେ ଉକ୍ତି ପ୍ରତିଉକ୍ତି। ବିବାହ କ୍ରିୟା ସମାନ ଗୃହରେ କରିବେ ସମାନ ସଙ୍ଗରେ କଳହରେ ମତ ହେବେ। ପୁଣି ଯଦି ଆପଣାର ହୁଏ ଅଳ୍ପ କ୍ଷତି ସହ୍ୟ କରିନେବ ତାହା ହୋଇ ଶାନ୍ତମତି। କରିବ ନାହିଁ କିଛି ହିଁ ପରଶ ହରଣ କାହା ପ୍ରତି ଦେବ ନାହିଁ ଅପ୍ରିୟ ଭାଷଣ। ମିଥ୍ୟା କଥା ନ କହିବ ପ୍ରିୟଜନ ପାଶେ ସର୍ବଦା ସତ୍ୟ ବଚନ ଭାସିବ ହରଷେ। କଦାପି ପରର ଦୋଷ କହିଦେବ ନାହିଁ ଆନ ସମ୍ପଦକୁ ଲୋଭ ନ କରିବ କାହିଁ। ଶତ୍ରୁ ଭାବ ନ କରିବ କାହାରି ସଙ୍ଗରେ ଆରୋହଣ ନ କରିବ ନିନ୍ଦିତ ଯାନରେ। ସ୍ରୋତ ଶୂନ୍ୟ ନଦୀ ଜଳେ ନ କରିବ ସ୍ନାନ ପଶିବ ନାହିଁ ଜ୍ୱଳନ୍ତ ଗୃହେ କଦାଚନ। ଆରୋହଣ ନ କରିବ ବୃକ୍ଷ ଶିଖ ପରେ କରିବ ନାହିଁ ଦନ୍ତକୁ ଘର୍ଷଣ ଦନ୍ତରେ। କରିବ ନାହିଁ କେବେ ହେ ନାସିକା କୁଞ୍ଚନ ହୋଇ ନ ପାରିବ ସୁଖ ଆବୃତ ବିହୀନ। ବର ଜୀବ ଅନାବୃତ ମୁଖେ ଶ୍ୱାସ କାଶ କରିବ ନାହିଁ କେବେ ହେ ଉଚ୍ଚେ ଅଟ୍ଟହାସ। ଅଧବାୟୁ ଉଚ୍ଚ ଶବ୍ଦ ତ୍ୟାଗ ନ କରିବ ନଖ ଛେଦନ କରିବ ସୁବୁଦ୍ଧି ମାନବ। ତୃଣ ନ ଛେଦିବ ପୁଣି ଆପଣା ନଖର ଭୂମି ଉପରେ ନଖରେ ନ କାଟିବ ଗାର। ପାଦରେ ପାଦକୁ ଥୋଇ ନଚାଇବ ନାହିଁ ଗୁରୁଜନ ପାଶେ ଉଚ୍ଚାସନ ନ ଯୋଗାଇ। ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ଜଳ ପବନର ମୁଖେ କିମ୍ବା ପୂଜ୍ୟବାନ ବ୍ୟକ୍ତି ମାନଙ୍କର ପାଖେ ଛେପ ପକାଇବା ଅବା ମଳମୂତ୍ର ତ୍ୟାଗ କିମ୍ବା ଠିଆ ହୋଇଣ ପ୍ରମାଦ ବା ସମ୍ଭୋଗ। ନ କରିବ ଏହି କାର୍ଯ୍ୟମାନଙ୍କୁ ନିଶ୍ଚୟ କଲେ ଗୃହୀ ଧର୍ମ ମାନ ହୋଇଯାଏ କ୍ଷୟ। ଯେଉଁ ବିଜ୍ଞଜନ ଗୃହାଶ୍ରମରେ ଥାନ୍ତି ସଦାଚାର କାର୍ଯ୍ୟେ ଅନୁକ୍ଷଣେ ସେ ରହନ୍ତି। ରାଗ ଦ୍ୱେଷକୁ ସମୂଳେ ଦିଅନ୍ତି ବରଜି ମାୟା ଡୋରିକି ଛିଣ୍ଡାଇ ସୁଖେ ଥାନ୍ତି ମଜି। କାମ କ୍ରୋଧ ଲୋଭ ମୋହାଦିରୁ ହୁଅନ୍ତି କ୍ଷାନ୍ତ ସେହି ଗୃହୀ ଜନ ସଂସାରରେ ଭାଗ୍ୟବନ୍ତ। ସେ ମହାପୁରୁଷ ନିଶ୍ଚୟ ବୋଲନ୍ତି ସଂସାର ମଧୁ ଆସ୍ୱାଦେ ସଦା ରହିଥାନ୍ତି। ସେମାନଙ୍କ ପ୍ରଭାବରେ ବିଶ୍ୱ ବ୍ରହ୍ମାଣ୍ଡ ସର୍ବକୁଶଳେ ରହି ନୁହେଁ ହାପଣ୍ଡ। ସର୍ବଭୟ ତ୍ୟାଗକାରୀ ସେହି ବିଜ୍ଞଗଣ ଶ୍ରୀହରିଙ୍କ ପ୍ରିୟ ପାତ୍ର ଅଟନ୍ତି ପ୍ରମାଣ। ଏହିପରି ଅଟେ ସବୁ ସଦାଚାର କଥା ସ୍ମରଣ ରଖିଲେ ମନୁ ଘୁଞ୍ଚେ ସର୍ବବ୍ୟଥା। ଏହି ଯେ ବିଷ୍ଣୁ ପୁରାଣ ବିଷ୍ଣୁଙ୍କ ଆଖ୍ୟାନ ଔର୍ବରୁ ଶିବ ଖାଣିଲେ ରାଜା ସନ୍ନିଧାନ। ମହାମୁନି ପରାଶର ମୈତ୍ରେୟଙ୍କ ଆଗେ ପ୍ରକାଶିଲେ ଯଥା କାଳେ ଅତି ଅନୁରାଗେ। ଜୟ ଜୟ ଦୁର୍ଗେ ମହାନିତ୍ୟ ଅମ୍ବିକାଇ ଦିନ ଦୁଃଖୀ କ୍ଷେତ୍ର ପାଦେ ଅଛି ଆଶ୍ରା କରି। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ସଦାଚାର ବର୍ଣ୍ଣନେ ନାମ ଦ୍ୱାଦଶୋଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ ପ୍ରେତକର୍ମ ବିଧି କଥନ। ଔର୍ବ ଉବାଚ
ଅର୍ବ ଋଷି ବୋଲନ୍ତି ହେ ସଗର ନୃପତି, ପ୍ରେତ କର୍ମ ବିଧି ଯାହା ଶୁଣ ଡେରି ଶ୍ରୁତି। ପ୍ରଥମରେ ମୃତ ଦେହ ସ୍ନାନ କରାଇବ, ମାଲ୍ୟାଦିରେ ବିଭୂଷିତ ବହନ କରିବ। ଗ୍ରାମର ଶେଷ ଭାଗରେ ଶେଷବକୁ ନେଇ, କରିବ ହେ ଦାହ କାର୍ଯ୍ୟ ଭୟ ଶୂନ୍ୟ ହୋଇ। ତଦନ୍ତରେ ସେହି ବସ୍ତ୍ରେ ଯାଇ ଜଳାଶଏ, ସ୍ନାନାଦି ସାରିବ ଇଷ୍ଟ ଦେବ କରିଲଏ। ଦାହନ ହୋଇ ଯେବେ ଦିବସରେ ଶବ, ତାହେଲେ ସନ୍ଧ୍ୟା ଉତ୍ତାରେ ସନ କରିବ। ନକ୍ଷତ୍ରମାନଙ୍କୁ ନିଜେ ଦର୍ଶନ କରି, ବିଧି ବିଧାନେ ଗ୍ରାମକୁ ଆସିବ ଯେ ଫେରି। ତଦନ୍ତେ ଓ ଶୌଚ ଯେତେ ଦିବସ ରହିବ, ତେତେ ଦିନ ତୃଣ ଶଯ୍ୟା କରିଣ ଶୋଇବ। ମାତ୍ର ପ୍ରତିଦିନ ସେହି ପ୍ରେତର ଉଦ୍ଦେଶ୍ୟ, ଭୂମିରେ ପିଣ୍ଡ ଗୋଟିଏ ପ୍ରଦାନୀ ବିଶେଷ। କରିବ ଯେ ପ୍ରେତ କୃତ୍ୟ ବିଧି ସମାପନ, ନିରାମିଷ ଅନ୍ନ ଜଳ କରିବ ଭୋଜନ। ଗୋଟିଏ ଥର ଦିନକେ ଭୋଜନ କରିବ, ନିରାମିଷ ଅନ୍ନ ଛଡ଼ା ଅନ୍ୟ ନ ଭୁଞ୍ଜିବ। ଯେଉଁ ବ୍ୟକ୍ତି ମରିଥିବ ତା ତୃପ୍ତି କାରଣ, ଭୋଜନ କରାଇବ ଯେ ଡାକି ଜାତି ଗଣ। ଏହଟଇ ସାର କଥା ଶାସ୍ତ୍ରର ବର୍ଣ୍ଣନେ, ତୋଷିବ ଜ୍ଞାତି ବନ୍ଧୁଙ୍କୁ ଅନ୍ନ ବସ୍ତ୍ର ଦାନେ। ଅଶୌଚ ପ୍ରଥମ ପୁଣି ଦ୍ୱିତୀୟ ଦିବସେ, କିୟବା ନବମ ଦିନ ଗଣନା କ୍ରମଶେ। ବାହାରରେ ସ୍ନାନ ସାରି ପାଲଟି ବସନ, ପ୍ରେତର ଉଦ୍ଦେଶ୍ୟ ଦେବ ଜଳ ତିଳ ଦାନ। ଆତ୍ମୀୟ ସ୍ୱଜନ ତାର ଯେତେ ରହିଥିବ, ଭୂମି ପରେ ଜଳ ତିଳ ଅର୍ପଣ କରିବ। ଅଶୌଚ ଚତୁର୍ଥ ଦିନେ ବୁଝ ଦଣ୍ଡଧାରୀ, ଭସ୍ମ ଅସ୍ଥି ଯତନରେ ଆହରଣ କରି। ସପିଣ୍ଡ ବର୍ଗର ଅଙ୍ଗ ସ୍ପର୍ଶନ କରିବ, ଏମନ୍ତ ବିଧି ଶାସ୍ତ୍ରରେ ରହିଛି ଜାଣିବ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରମାନଙ୍କର ଅଶୌଚ ବିଧି ବର୍ଣ୍ଣନ। ଏଥୁ ଅନ୍ତେ ଅର୍ବ ମୁନି ସୁପ୍ରସନ୍ନ ହୋଇ, ବୋଇଲେ ସଧୀରେ ଶୁଣ ଆହେ ନର ସାଇଁ। ବାଳକ ବାଦେ ଶାନ୍ତର ସ୍ଥିତି ଯେଉଁ ପ୍ରାଣୀ, ପତିତ ବା ଗୁରୁ ଆଦି ବିଜ୍ଞ ଜନ ପ୍ରାଣୀ। ଆପଣା ଇଚ୍ଛାରେ ଜଳେ କିୟବା ଅନଳେ, କିମ୍ବା ଗଳାରେ ଦୌଡ଼ି ଦେଇ ଅବହେଳେ। ପ୍ରାଣତ୍ୟାଗ କଲେ କେହି ଏ ମର ଭୁବନେ, ସେ କଥା ଶୁଣିବା ମାତ୍ରେ ସ୍ୱଜାତିର ଜନେ। ତତକ୍ଷଣେ ସେ ଅଶୌଚ ହୁଅନ୍ତି ସମସ୍ତ, ସତ୍ୟ ସ୍ନାନେ ଅଙ୍ଗ ଶୁଦ୍ଧ ଏ ଶାସ୍ତ୍ର କଥିତ। ଆବର କଥା ଏ ଶୁଣିଥାଅ ନୃପରାଣ, ମୃତ ଶୌଚେ 10 ଦିନ ଏହି ନିରୂପଣ। ସ୍ୱଗୋତ୍ରମାନଙ୍କ ଅନ୍ନ କେବେ ନ ଭୁଞ୍ଜିବ, ଶାସ୍ତ୍ରର ପ୍ରମାଣ ଏହା ଅଛି ଜାଣିଥିବ। ଆବର ଶୌଚ କାଳେ ଦାନାଦି ଗ୍ରହଣ, ପୁଣି ଶୁଭ କାର୍ଯ୍ୟ ଯାଗ ଯଜ୍ଞ ଆନୟନ। ଏସବୁ ନିଷେଧ ବୋଲି ମନରେ ବୁଝିବ, ଏ କାର୍ଯ୍ୟମାନ କଦାପି ଗୃହୀଣ କରିବ। ବ୍ରାହ୍ମଣ ଶୌଚ କଥା ଶୁଣିଲ ରାଜନ, କ୍ଷତ୍ରିୟ ଶୌଚ ବିଧି ଶୁଣ ଦେଇ ମନ। କ୍ଷତ୍ରିୟଙ୍କ 12 ଦିନ ଶୌଚ ଘଟଇ, ବୈଶ୍ୟଙ୍କ 15 ଦିନ ଶାସ୍ତ୍ରେ ଅଛି କହି। ଶୂଦ୍ରଙ୍କର 1 ମାସ ଶୌଚ ବିଧାନ, ଏହି ପ୍ରକାରେ ଅଶୌଚ ହେଲେ ସମାଧାନ। ଶାସ୍ତ୍ର ପରମାଣେ ଆଦ୍ୟ ଶ୍ରାଦ୍ଧ ବିଧି ହୋଇ, 4 ବର୍ଣ୍ଣଙ୍କ ଶୌଚ ଏମନ୍ତ ଅଟଇ। ଅନନ୍ତର ଉକ୍ତ ରୂପେ 3 ଉଦ୍ଧର୍ତ୍ତନ,
କରିବ ପୁରୁଷାର୍ଚ୍ଚନା ବିଧାନ ପ୍ରବୀଣ। ପୁତ୍ର ନାତି ଅଣନାତି ଆବର ଯେ ଭ୍ରାତ, ଭାତୃପୁତ୍ର ସପିଣ୍ଡ କରଣେ ଯେ ବାସ୍ଥିତ। ଏ ସମସ୍ତେ ସପିଣ୍ଡ କରଣେ ଅଧିକାରୀ, ଶାସ୍ତ୍ରର ବଚନ ଏହା କହିଲି ବିସ୍ତାରୀ। କେ ନଥିଲେ କରିବାରୁ ତାର ପିଣ୍ଡ ଦାନ, ଯେମନ୍ତ ବିଧାନ ତାହା ଶୁଣ ହେ ରାଜନ। ସମାନ ଦୋକ ସନ୍ତାନେ ଅଭାବ ଜନରେ, ପିତାମହ ସପିଣ୍ଡକ ଦାତା ଏ ସଂସାରେ। ତା ଅଭାବେ ମାତା ସହ ସମାନ ଉଦକ, ବର୍ଣ୍ଣନ ହୋଇଛି ଜାଣ ଶାସ୍ତ୍ରରେ ତକ। ଏମାନେ କରିପାରିବେ ସପିଣ୍ଡ କରଣ, ଶାସ୍ତ୍ରର କଥନ ଏହା ବୁଝ ନର ରାଣ। ପିତୃକୁଳ ମାତୃକୁଳ ହେଲେ ଦୁହେଁ କ୍ଷୟ, ନାରୀମାନେ କରିବେ କାର୍ଯ୍ୟକୁ ନିଶ୍ଚୟ। ତା ଅଭାବେ ମହାଧ୍ୟାୟୀ ପ୍ରେତର ଏ କର୍ମ, କରିବେ ଯତନ ଭାବେ ଶାସ୍ତ୍ରର ମର୍ମ। ଆବର ବନ୍ଧୁ ବାନ୍ଧବ ନଥିଲେ କେ କାହିଁ, ଉତ୍ତରାଧିକାରୀ ମାନେ ନ ମିଳିଲେ କେହି। ରାଜା ହିଁ ତାହାର ଆଦ୍ୟ ମଧ୍ୟମ ଅନ୍ତିମ, କରିବ ପ୍ରେତ କ୍ରିୟାକୁ ଅଟେ ନିୟମ। କାହାଠାରୁ ଆୟୁଧାଦି ଛୁଇଁବା ପର୍ଯ୍ୟନ୍ତ, ଯାହା ଅଟେ ଆଦ୍ୟ କ୍ରିୟା ଶାସ୍ତ୍ରର ସିଦ୍ଧାନ୍ତ। ମାସିକ ଯେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ ଶେଷ କ୍ରିୟା, ସପିଣ୍ଡ କରଣ ପୁଣି ଶେଷ କ୍ରିୟା ଯାହା। ଅନ୍ତିମ କ୍ରିୟା କହନ୍ତି ୟାକୁ ବିଜ୍ଞ ଗଣ, ସର୍ବସାର କ୍ରିୟା ଅଟେ ଅନ୍ତିମ କରଣ। ଅନ୍ୟ ଲୋକ ମଧ୍ୟ ପୂର୍ବ କ୍ରିୟା କରିପାରେ, ପୁତ୍ର ନାତି କେ ନଥିଲେ ତାର ଏ ସଂସାରେ। ଅନ୍ତିମର କ୍ରିୟା ଯେହୁ ତାର ନ ହୁଅଇ, ଅନ୍ତିମ ପରମ କ୍ରିୟା ବୋଲି ଶାସ୍ତ୍ର କହି। ଆବର ଅନ୍ୟ ପ୍ରସଙ୍ଗ ଶୁଣ ନରପତି, ପ୍ରତିବର୍ଷ ନିର୍ଦ୍ଧାରଣ ଯେ କି ମୃତ ତିଥି। ସେହି ତିଥି ଅନୁଯାୟୀ ଏକୋଦ୍ଦିଷ୍ଟ ଶ୍ରାଦ୍ଧ, ସ୍ତ୍ରୀ ପୁରୁଷ ସକଳଙ୍କ ହୁଅଇ ଆବଦ୍ଧ। ଏହିପରି ଶ୍ରାଦ୍ଧ କର୍ମ ନିର୍ଦ୍ଧାରଣ ବେଦେ, ସଂଶୟ ନମଣ ରାଜା ରଖିଥାଅ ହୃଦେ। ପାର୍ବଣ ଶ୍ରାଦ୍ଧ କଥନ। ଅର୍ବ ଋଷି ବୋଲଇ ହେ ଶୁଣ ରାଜା ଭଲେ, ଯତ୍ନ କରି ପିତୃ ଶ୍ରାଦ୍ଧ ସମାପନ କଲେ। ଦେବମୁନି ଭୂତ ଗଣ ସର୍ବେ ହନ୍ତି ତୃପ୍ତ, ଶ୍ରାଦ୍ଧ ହି ପରମ କର୍ମ ବେଦର ଉକତ। ଏବେ କହୁଛି ପାର୍ବଣ ଶ୍ରାଦ୍ଧର ବିଷୟ, ତେବେ କିସ କରିବାକୁ ହୁଏ ନର ନାୟ। ପ୍ରତି ମାସେ ପଡ଼େ ଯେଉଁ ଅମାବାସ୍ୟା ତିଥି, ଯେଦିନ ଶ୍ରାଦ୍ଧ କରିବା ବିଧି ହେ ନୃପତି। ଦକ୍ଷିଣ ଅୟନ ଶେଷେ ସେ ରୂପେ ନିଶ୍ଚୟେ, ଚନ୍ଦ୍ର ସୂର୍ଯ୍ୟ ଗ୍ରହଣରେ ପୁଣି ସଂକ୍ରାନ୍ତିରେ। ଗ୍ରହ ନକ୍ଷତ୍ର ଦୂଷିତ ହୋଇଲେ ଆବର, ଶସ୍ୟ ଅମଳରେ କିମ୍ପା ଦେଖିଲେ ଦୁଃସ୍ୱପ୍ନ। ଶ୍ରାଦ୍ଧ ଆରମ୍ଭିବ ହୋଇ ଆନନ୍ଦିତ ମନ, ଅମାବାସ୍ୟା ତିଥି ମଧ୍ୟେ ଯଦି ଯେତେବେଳେ, ସ୍ୱାତି ଅନୁରାଧା ବିଶାଖା ନକ୍ଷତ୍ର ମିଳେ। ତହିଁରେ କରିବ ଶ୍ରାଦ୍ଧ ଆହେ ନୃପରାଣ, ଅଷ୍ଟମ ବତ୍ସର ଏହି ଶ୍ରାଦ୍ଧେ ପିତୃଗଣ। ପରିତୃପ୍ତ ହୁଅନ୍ତି ଏକା ଜାଣ ହେ ନିଶ୍ଚୟେ, ଆବର ଯେ ଅମାବାସ୍ୟା ତିଥିର ସମୟେ। ପୁଷ୍ୟା ପୁନର୍ବସୁ ଆର୍ଦ୍ରା ନକ୍ଷତ୍ର ଭୋଗରେ, କେହି ଯଦି ଗୃହୀ ଜନ ଶ୍ରାଦ୍ଧ କର୍ମ କରେ। ତହିଁରେ ଯେ 12 ବର୍ଷ ଯାଏ ପିତୃଗଣ, ପରିତୃପ୍ତ ହୋଇଥାନ୍ତି ଏହା ସତ୍ୟ ଜାଣ। ଆବର ଯେ ଅମାବାସ୍ୟା ତିଥି ସମୟରେ,
ପୂର୍ବ ଭାଦ୍ରବ ଶତଭିପଦା ବା ଜ୍ୟେଷ୍ଠାରେ ଅଥବା ପୂର୍ବୋକ୍ତ ସେହି ନକ୍ଷତ୍ର ମିଳନେ ବିଧାନରେ ଶ୍ରାଦ୍ଧ କଲେ ଆନନ୍ଦିତ ମନେ ତୃପତି ଲଭନ୍ତି ପିତୃଗଣେ ଅତିଶୟ ପ୍ରମାଣ ହୋଇଛି ଏହା ଶାସ୍ତ୍ରରେ ନିଶ୍ଚୟ। ପୂର୍ବେ ପୁରୁରବା ପ୍ରତି ସନତ କୁମାର କହିଥିଲେ ଏହି କଥା ପ୍ରସନ୍ନ ଚିତ୍ତର। ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ତିଥିରେ କାର୍ତ୍ତିକର ଶୁକ୍ଳ ପକ୍ଷ ତିଥି ନବମୀରେ ଭାଦ୍ରକୃଷ୍ଣ ତ୍ରୟୋଦଶୀ ମାଘ ପୂର୍ଣ୍ଣିମାର ଶ୍ରାଦ୍ଧ କଲେ ଶୁଭ ଫଳ ହୁଅ ଅପାର। ଏମନ୍ତ କାଳେ ପିତୃଙ୍କୁ ଜଳ ତିଳ ଦେଇ ତର୍ପଣ କ୍ରିୟାକୁ କଲେ ଭକ୍ତି ଭାବ ନେଇ ପିତୃଗଣ ମାନେ ଯେତେ ସ୍ୱର୍ଗପୁରେ ଯାନ୍ତି ଅତିଶୟ ତୃପ୍ତି ଲାଭ ଅନ୍ତରେ କରନ୍ତି। ପିତୃଗୀତା ବର୍ଣ୍ଣନ। ଏବେ ପିତୃଗୀତା କଥା ମନ ଦେଇ ଶୁଣ ସ୍ୱର୍ଗେ ରହି ଯାହା ବାଞ୍ଚୁଥାନ୍ତି ପିତୃଗଣ ଆମ୍ଭ ବଂଶେ ଯୋଗ୍ୟ ପୁତ୍ର ଜନମ ଲଭିଲେ ପିଣ୍ଡଦାନରେ ଆମ୍ଭଙ୍କୁ ତୋଷି ବଟି ଭଲେ ଆମ୍ଭ ବଂଶେ କେହି ପୁତ୍ର ଧନୀ ହେବ ଯେବେ ରତ୍ନଦାନରେ ଆମ୍ଭଙ୍କୁ ସନ୍ତୋଷ କରିବେ ବସ୍ତ୍ରଦାନ ଭୂମିଦାନ କରିବେ ଆବର ଯାନବାହନାଦି ଦାନ ଦେବେ ଯେ ନିକର ସୁସ୍ୱାଦୁ ଖାଦ୍ୟ ଦରବ ଥିବ ନାନା ମତେ ତୋଷିବେ ଆମ୍ଭଙ୍କୁ ଦାନ କରି ଶୁଦ୍ଧ ଚିତ୍ତେ ଏପରି ପ୍ରାର୍ଥନା କରୁଥାନ୍ତି ପିତୃଗଣ ମାତ୍ର ତାହାର ଯଦ୍ୟପି ନଥିବଟି ଧନ ଯଥାଶକ୍ତିରେ ଯେ ପୁତ୍ର ଦାନ ହିଁ କରିବ ନଥିଲେ କିଛି ପଦାର୍ଥ ତିଳ ସଙ୍ଗେ ଦେବ ଅତି ଭକ୍ତି ଭରେ ବ୍ରାହ୍ମଣଙ୍କୁ ସମର୍ପିବେ ତିଳ ଜଳ ଦାନ ଦେବେ ଜଳର ଭାବେ ଗାଭୀ ଗଣେ ତୃଣ ଜଳ ପ୍ରଦାନ କରିବ ଯହିଁରେ ନିଶ୍ଚୟ ଆମ୍ଭ ମନ ତୋଷ ହେବ ଯଦ୍ୟପି ଏସବୁ କିଛି ନ ପାରିବ କରି ଶ୍ରାଦ୍ଧ ଦିନ କାନନକୁ ଯିବ ସେ ବାହାରି ଦୁଇ ହସ୍ତ ଟେକି ଊର୍ଦ୍ଧ୍ୱେ ମନ୍ତ କହିବ କଥିତ ଅଛି ଯେ ଶ୍ରାଦ୍ଧ ଉପଯୋଗୀ ଦ୍ରବ୍ୟ ତାହା କିଛି ନାହିଁ ମୋର କରିବାକୁ ତୋଷ ନମସ୍କାରେ ପିତୃଗଣ ହୁଅ ହେ ସନ୍ତୋଷ ତହିଁରେ ଲଭିବୁ ଆମ୍ଭେ ପିତୃମାନେ ତୃପ୍ତି ଗୀତା ଛଳେ ପିତୃଗଣେ ଏସ ନ କହନ୍ତି ହେ ସାଗର ରାଜା ଏହି ଅଟେ ପିତୃଗୀତା କହିଲି ତୁମ୍ଭ ଆଗରେ ନୁହେଁ ଅନ୍ୟଥା ଏହି ପରକାରେ ଅର୍ବ ଋଷି ବଖାଣିଲେ ପରାଶର ମୈତ୍ରେୟଙ୍କୁ ବୁଝାଇ କହିଲେ ଜୟ ନୀଳଗିରି ବାସୀ ପ୍ରଭୁ ଚକାଡୋଳା ଦିନ କ୍ଷେତ୍ରବାସୀ ମାଗେ ଶ୍ରୀ ଚରଣ ଭେଳା ପିତୃଲୋକଙ୍କ ତୃପ୍ତି କାରଣେ କେଉଁ କେଉଁ ବ୍ରାହ୍ମଣଙ୍କୁ ଭୋଜନ କରାଇବା ହେବ ତାହା ବର୍ଣ୍ଣନା। ଔର୍ବ ଋଷି ବୋଇଲେ ଶୁଣ ହେ ନୃପତି ଯେଉଁ ବ୍ରାହ୍ମଣ ଭୋଜନ ପିତୃଗଣ ତୃପ୍ତି ପିତୃଶ୍ରାଦ୍ଧ ଦିନ ଜାଣି ଦୈବଜ୍ଞ ବ୍ରାହ୍ମଣ ଭକତି ଚିତ୍ତେ କରିବ ଯାଇ ଆମନ୍ତ୍ରଣ କ୍ଷତ୍ରିୟ ଜ୍ୟେଷ୍ଠ ସମାନ ପୁଣି ସାଧୁ ଗଣେ ତୃଣଚିକେତ ତ୍ରିମଧୁ ଆଉ ତ୍ରିସୁପର୍ଣ୍ଣେ ଷଡ଼ାଙ୍ଗ ବେଦ ଅଧ୍ୟାୟୀ ଋତିଜ ବ୍ରାହ୍ମଣ କୁଶଳେ କରିବ ଏମାନଙ୍କୁ ନିମନ୍ତ୍ରଣ ଦହିତ୍ର ଜାମାତା ଭାଗିନେୟ ଯେ ଶ୍ୱଶୁର ମାତୁଳ ତପ ନିରତ ଯେଉଁ ବିପ୍ରବର ପଞ୍ଚାଗ୍ନି ନିରତ ଶିଷ୍ଟ ସମ୍ବୁଦ୍ଧି ପ୍ରଭୃତି ଯେଉଁ ବିପ୍ର ମାତୃ ପିତୃ ଅନୁରକ୍ତ ଅତି ପିତୃଗଣ ତୃପ୍ତ ଅର୍ଥେ ସବୁ ବ୍ରାହ୍ମଣେ
उत्तम भोजन देव शास्त्रर विधाने ଏହା କଲେ ପିତୃଗଣ ଅତି ତୃପ୍ତ ହୁଅନ୍ତି। ଅନ୍ୟଥା ନୁହଁ ଏହା ବେଦର ଭକତି। ଯେଉଁ ବ୍ରାହ୍ମଣଙ୍କୁ ଶ୍ରାଦ୍ଧେ ନିଷେଧ ହୋଇଛି, ମନ ଦେଇ ଶୁଣ ରାଜା ତାହା କହୁଅଛି। ଶୁଦ୍ଧ ଆଚାରୀ ବ୍ରାହ୍ମଣ ଭିନ୍ନ ଅନ୍ୟ ଦ୍ୱିଜ, ନ ଆଣିବ ଶ୍ରାଦ୍ଧ କର୍ମେ ଆହେ ମହାରାଜ। ଯେଉଁମାନେ ଖୁଣ ଖିଜେ ମିତ୍ର ଦ୍ରୋହୀ କ୍ଳୀବ, କାଳଦନ୍ତ ଦେହ ତ୍ୟାଗୀ ଅଗ୍ନିରେ ନିର୍ଜୀବ। ଯେଉଁମାନେ ଚୋର କନ୍ୟା ବିକ୍ରୟ ପଶୁନ, ଗ୍ରାମ୍ୟ ଯାଜକ ଆବର ଦୋଷ ଯୁକ୍ତ ଜନ। ଯେ ବିପ୍ର ବେତନ ଗ୍ରାହୀ ଅଧ୍ୟାପନା କାର୍ଯ୍ୟେ, ଅଟନ୍ତି ଯେ ବର ପୂର୍ବାପତି ଯେଉଁ ଦ୍ୱିଜେ। ପିତାମାତାଙ୍କୁ ଯେ ବିପ୍ର ଅନାଦର କରେ, ଶୂଦ୍ର ପୁତ୍ରକୁ ପାଳଇ ପୁତ୍ର ପରକାରେ। ଶୂଦ୍ରାଣୀର ସ୍ୱାମୀ ହୋଇଥାଏ ଯେଉଁ ଦ୍ୱିଜ, ଶୂଦ୍ର ଯାଜକ ପ୍ରେତାର୍ଥୀ ଅଟେ ସେ ନିର୍ଲଜ। ଯେ ପ୍ରେତ ଉଚ୍ଛିଷ୍ଟ ଭୋଜି ଅତ୍ୟନ୍ତ ନିକୃଷ୍ଟ, ଅଭକ୍ଷ ଭକ୍ଷଣକାରୀ ଅଭିମାନୀ ଶଠ। ଶୂଦ୍ର ସେବକ ଅଟଇ ଯେ ବଣ ବ୍ରାହ୍ମଣ, ବିହିତେ ନ କରେ ଯେବେ ସନ୍ଧ୍ୟା ତରପଣ। ଯେଉଁ ବ୍ରାହ୍ମଣ ଦେବଦ୍ରୋହୀ ରାକ୍ଷସ ସ୍ୱଭାବୀ, ଯେ ବ୍ରାହ୍ମଣ ଅଟଇ ବିଶେଷରେ ଯେ ଲୋଭୀ। ଏମନ୍ତ ବିପ୍ର ଚଣ୍ଡାଳ ଠାରୁ ହୀନ ଅଟେ, ଶ୍ରାଦ୍ଧେ ନିମନ୍ତ୍ରଣ ୟାଙ୍କୁ ନ କରିବ ମୋଟେ। ଶ୍ରାଦ୍ଧ ନିମନ୍ତ୍ରଣ ଯୋଗ୍ୟ ନୁହନ୍ତି ଏମାନେ, ଗୃହ ମଧ୍ୟକୁ ଆଣିବ ନାହିଁ କଦାଚନେ। ଆବର ଶୁଣ ହେ ରାଜା ଯାହା ମୁଁ କହୁଛି, ବ୍ରାହ୍ମଣ ନିମନ୍ତ୍ରଣରେ ଯେ ବିଧାନ ଅଛି। ଶ୍ରାଦ୍ଧର ପୂର୍ବ ଦିବସ ଆନନ୍ଦିତ ହୋଇ, ସେହିଦିନ ନିମନ୍ତ୍ରିବ ସୁବ୍ରାହ୍ମଣେ ଯାଇ। ପ୍ରତି ନିମନ୍ତ୍ରଣେ କେ ବ୍ରାହ୍ମଣ ଆସିବ, ବେଦ ବିଦ୍ୟାରେ ସେ ପୁଣି ଧୁରନ୍ଧର ଥିବ। ତାହାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଭରେ ନେଇ, ଉତ୍ତମ ଭୋଜନ ଦେବ ଗୃହରେ ବସାଇ। ଶ୍ରାଦ୍ଧର ପୂର୍ବ ଦିବସ ଯେ କି ନିରୂପଣ, ସେହିଦିନ ପୁରୋହିତ ସହ ଯଜମାନ। ଭୟରେ କ୍ରୋଧ ନ କରି ଆନନ୍ଦେ ରହିବେ, ସେ ରାତ୍ରିରେ ପତ୍ନୀ ସହ ବାସନ କରିବେ। ଶାରୀରିକ ପରିଶ୍ରମ ତେଜିବ ସେଦିନ, ବଳେ ମହା ମହା ଦୋଷ ହୋଇବ ପତନ। ଶ୍ରାଦ୍ଧ ଦିନ ବ୍ରାହ୍ମଣଙ୍କୁ ଭୋଜନ କରାଇ, ସନ୍ତୋଷେ ଦକ୍ଷିଣା ଯାହା ଦେବ ହସ୍ତେ ନେଇ। ଅସନ୍ତୋଷ ନ ହୋଇବେ ଯେପରି ବ୍ରାହ୍ମଣେ, ସନ୍ତୋଷେ ମେଲାଣି ଦେବ ପଡ଼ିଣ ଚରଣେ। ସେଦିନ ଶୟନ କଲେ ପତ୍ନୀର ସହିତ, ରେତ କୁଣ୍ଡେ ପିତୃଗଣେ ହୁଅନ୍ତି ପତିତ। ତେଣୁ ଅତି ସାବଧାନେ ସେଦିନ ରହିବ, ପତ୍ନୀ ସଙ୍ଗ ନ କରିଣ ଅନ୍ୟତ୍ର ଶୋଇବ। ଶ୍ରାଦ୍ଧ ଦିନ ଗୃହୀ ଜନ ପତ୍ନୀ ସଙ୍ଗ କଲେ, ମହାପାତକ ଘଟଇ ଶାସ୍ତ୍ର ଏହା ବୋଲେ। ଶ୍ରାଦ୍ଧ ବିଧି ଠିକେ ଠିକେ କଲଇ ବର୍ଣ୍ଣନ, ଅନ୍ୟଥା ନମଣ ଏହା ଶାସ୍ତ୍ରର ବିଧାନ। ଏହିପରି ଅର୍ବ ଋଷି ନୃପତିଙ୍କ ଆଗେ, ଶ୍ରାଦ୍ଧ ବିଧାନ କହିଲେ ଅତି ଅନୁରାଗେ। ମୈତ୍ରେୟଙ୍କୁ ପରାଶର କହିଲେ କତାହା, ଦିନ କ୍ଷେତ୍ରବାସୀ ଡାକେ ରଖ ଚଉବାହା। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ତୃତୀୟ ଖଣ୍ଡେ ଗୃହସ୍ଥ ଆଚାର ବିଧି କଥନେ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ ନଗ୍ନ ଲକ୍ଷଣ ଓ ମାୟାମୋହ ଉତ୍ପତ୍ତି କଥନ। ମୈତ୍ରେୟ ଉବାଚ, ଏଥୁ ଅନ୍ତେ ସେ ମୈତ୍ରେୟ ଋଷି ଶିରୋମଣି, ସନ୍ତୋଷ ହୋଇଲେ ଔର୍ବ ଉପାଖ୍ୟାନ ଶୁଣି। ପୁଣି ଅତି ଭକ୍ତି ଭରେ ବେନି କର ଯୋଡ଼ି,
ବିନୟ ହୋଇ କହିଲେ ପାଦ ତଳେ ପଡ଼ି, ହେ ଗୁରୁ ଆପଣ ମୋର ଗତି ମୁକ୍ତି ଦାତା। ଦୟା ବହି ଶୁଣାଇଲେ ଯେ ଅପୂର୍ବ କଥା, ତହିଁରେ ବଡ଼ ସନ୍ତୋଷ ହୋଇଲା ମୋ ମନ। ଆକାଶରେ ନଗ୍ନ କଥା କରିବି ଗ୍ରହଣ, ଆପଣଙ୍କୁ କିଛି ମାତ୍ର ବିଦିତ ନାହିଁ। କଳ୍ପତରୁ ପରି ଭବ ଅଟ ଗୁରୁ ସାଇଁ, ମୈତ୍ରେୟଙ୍କ ଠାରୁ ଏହା ପରାଶର ଶୁଣି, କହିଲେ ସନ୍ତୋଷ ମନେ ମୃଦୁ ମଧୁବାଣୀ। ପରାଶର ଉବାଚ, ଆହେ ବତ୍ସ ଯେଉଁ କଥା ଶୁଣିବାର ପାଇଁ, ବଳା ଇଚ୍ଛା ମନ ତୁମ୍ଭେ ଆନନ୍ଦିତ ହୋଇ। ତେଣୁ କପଟ ନ କରି ମୁଁ ତୁମ୍ଭ ଆଗରେ, ପ୍ରକାଶ କରୁଛି ତାହା ଜଗତ ହିତରେ। ଆହେ ଋଷି ବର୍ତ୍ତମାନ ଯେ କି ଦେବତ୍ରୟ, କନର ଆବୃତ୍ତି ରୂପେ ଜାଣୟା ନିଶ୍ଚୟ। ସେହି ବେଦ ମନ୍ତ୍ର ତ୍ୟାଗୀ ଯେଉଁ ମୂଢ଼ମାନେ, ତାହାଙ୍କୁ କହନ୍ତି ନଗ୍ନ ଶାସ୍ତ୍ରର କଥନେ। ମୋହର ଯେ ପିତାମହ ବଶିଷ୍ଠ ବ୍ରାହ୍ମଣ, ଏହାର ମୀମାଂସା ଯାହା ସେ ସାର ବଚନ। କହିଥିଲେ ଭୀଷ୍ମ ପ୍ରତି ସୁପ୍ରସନ୍ନ ହୋଇ, ତୁମ୍ଭ ପାଶେ ତାହା ଏବେ କହୁଅଛି ମୁହିଁ। ପୁରା କାଳ ଦିବ୍ୟ ଏକ ବସ୍ତ୍ରର ଅବଧି, ଦୈତ୍ୟଗଣ ବଳାତ୍କାରେ ହ୍ରଦ ଆଦି ସାଧି। ଦେବଗଣଙ୍କୁ ପରାସ୍ତ କଲେ ସେ ସମରେ, ଭୟ ପାଇ ଦେବତାଏ ଆପଣା ମନରେ। କ୍ଷୀରୋଦ ଉତ୍ତର କୂଳେ ଗମନ କରିଣ, ଆରାଧି ଲାଗିଲେ ସର୍ବେ ବିଷ୍ଣୁଙ୍କ ଚରଣ। କେତେ ସ୍ତବ କେତେ ସ୍ତୁତି କରନ୍ତି ସରବେ, ରକ୍ଷା କର ଆହେ ହରି ଦେବତାଙ୍କୁ ଏବେ। ଦେବଙ୍କ ସ୍ତବରେ ତୁଷ୍ଟ ହୋଇଣ ଶ୍ରୀହରି, ପ୍ରତ୍ୟକ୍ଷ ଦର୍ଶନ ଦେଲେ ଶୁଭ ମୂର୍ତ୍ତି ଧରି। ବିଷ୍ଣୁଙ୍କ ଭୟ ପଦ ଚାହିଁ ଦେବଗଣେ, ଏହି ନିବେଦନ କଲେ ପଡ଼ିଣ ଚରଣେ। ଦେବତାଙ୍କୁ ରକ୍ଷା କର ଜଗତ କରତା, ଦୈତ୍ୟଙ୍କ ସକାଶେ ପାଉଅଛୁ ବଡ଼ ବ୍ୟଥା। ଦୈତ୍ୟଙ୍କ ହସ୍ତରୁ ହରି କରନ୍ତୁ ଉଦ୍ଧାର, ନହିଲେ ଦେବଙ୍କୁ ଆଉ ନାହିଁଟି ନିସ୍ତାର। ଦେବତାଙ୍କର ପ୍ରାର୍ଥନା ଶୁଣି ହରି କର୍ଣ୍ଣେ, ସେମାନଙ୍କୁ ବିପଦରୁ ରଖିବା କାରଣେ। ଶ୍ରୀଅଙ୍ଗରୁ ମାୟା ମୋହ କରିଣ ଉତ୍ପତ୍ତି, କହିଲେ ଦେବଗଣଙ୍କୁ ସ୍ୱରାଗେ ସେ ଅତି। ଏ ମାୟା ମୋହକୁ ମୁହିଁ କଲି ହେ ସର୍ଜନ, ମୋହ କରିବେ ମାନେ ଦୈତ୍ୟଙ୍କର ମନ। ସେହି କାଳେ ଯତ୍ନେ ତୁମ୍ଭେ ସର୍ବଦେବ ବୃନ୍ଦ, କରିପାରିଲେ ସକଳ ଦୈତ୍ୟଙ୍କୁ ବଦ୍ଧ। ଯାଅ ଯାଅ ଏବେ ତୁମ୍ଭେ ଆନନ୍ଦିତ ହୋଇ, ତୁମ୍ଭ ଆଗେ ମାୟା ମୋହ ଯାନ୍ତେ ଧାଇଁ ଧାଇଁ। ମୋହର ଏ ଆଜ୍ଞା କେବେ ନହିବ ଅନ୍ୟଥା, ଅବଶ୍ୟ ଶୁଭ ହୋଇବ ଯାଏ ଛାଡ଼ି ଚିନ୍ତା। ଆପଣେ ଶ୍ରୀହରି ଯେଉଁ ଏ ଆଦେଶ ଦେଲେ, ଦେବତାଏ କ୍ଷଣେ ମାତ୍ର ବିଳମ୍ବ ନ କଲେ। ମାୟା ମୋହକୁ ସଙ୍ଗରେ ଘେନି ହର୍ଷ ଚିତ୍ତେ, ଅସୁରେ ଥିବା ସ୍ଥାନକୁ ଚଳିଲେ ତୁରିତେ। ଅଭୟ ଦେଇଅଛନ୍ତି ଯେଣୁ ଆଦି ମୂଳ, ସେ ହେତୁ ମହାନନ୍ଦ ସେ ଅମର କୂଳ। ହେ ମୈତ୍ରେୟ କି କହିବି ଦେବଙ୍କ ଆନନ୍ଦ, ବିଷ୍ଣୁଙ୍କ ଆଜ୍ଞାରେ ସର୍ବେ ଭାବେ ଗଦ ଗଦ। ମାୟା ମୋହ ଦୁହେଁ ତାଙ୍କୁ ହୋଇଲେ ସହାୟ, ଅସୁରେ ମଲେ ସେ ଯେହ୍ନେ କଲେ ସେ ଉପାୟ। ଜୟ ବୈକୁଣ୍ଠ ବିହାରୀ ଲକ୍ଷ୍ମୀ ମନୋହାରୀ, ଦିନ କ୍ଷେତ୍ରବାସୀ ଡାକେ କର ଭବୁ ପାରି। ଦୈତ୍ୟଙ୍କ ସନ୍ନିଧାନେ ମାୟା ମୋହଙ୍କ ଗମନ, ଅସତ୍ ପଥେ ଆନୟନ। ନର୍ମଦା ନଦୀର ତୀର୍ଥେ
ସେ ଅସୁରେ ଯାଇ ରହିଥିରେ ତପସ୍ୟାରେ ନିମଗ୍ନ ହୋଇ ଦିଗମ୍ବର ମୂର୍ତ୍ତିଧାରୀ ମସ୍ତକ ମଣ୍ଡିତ ପୋଥିପତ୍ରଧାରୀ ମାୟା ମୋହ ସେ ଦୁର୍ନୀତ ଅସୁରମାନଙ୍କୁ ଚାହିଁ କହିଲେ ପରି କୁହ କୁହ ସର୍ବଦୈତେ ମନରେ ବିଚାରି ଅହିକ୍ୟ ପାରତ୍ରିକ ଏବେନି ଫଳ ଅଟେ କେଉଁ ଫଳକୁ ପ୍ରତ୍ୟାଶା କରିଣ ଆକୃଷ୍ଟେ ଘୋର ତପ କରୁଥାନ୍ତି ଏ ନଦୀ ତଟରେ ସେସବୁ ଫିଟାଇ କହ ମୋର ନିକଟରେ ଏ ବାଣୀ ଶୁଣି ଅସୁରେ କହିଲେ ସନେ ପାରିତ୍ରିକ ଫଳ ଲାଭ ହେତୁ ଆମ୍ଭେମାନେ ଅହର୍ନିଶି କରୁଅଛୁ ଏ ଘୋର ତପସ୍ୟା ଅହିକ ଶୁଭ ଫଳରେ ନାହିଁ ଆମ୍ଭ ଆଶା ଯଦି କିଛି କଥା ତବ ଥାଏ ବିଷୟ ପ୍ରକାଶ କର ଆମ୍ଭେ ତା ଶୁଣିବୁ ନିଶ୍ଚୟ ଏପରି କଥା କହନ୍ତେ ଯେ ଅସୁରମାନେ ମାୟା ମୋହ ଦୁହେଁ ମିଳି ସେ କାଳେ ବହନେ ଏପରି ଯୁକ୍ତି କଲେ ସେ ଅସୁରଙ୍କ ପାଶେ ଯହିଁରେ କି ବଳହୀନ ହେବେ ଦୈତ୍ୟ ବଂଶେ ମାୟା ମୋହଙ୍କ ଉପାୟ ହେଲା ବଳବାନ ତହିଁରେ ସେ ଦୈତ୍ୟମାନେ ହୋଇ ହତ ଜ୍ଞାନ ବେଦ ପୋଥିରେ ଧର୍ମକୁ କରି ଉପହାସ ସତ୍ୟରେ ହେଲେ ସେମାନେ ଅଧର୍ମର ଦାସ ତହିଁ ରକ୍ତ ବସ୍ତ୍ର ପିନ୍ଧି କରି ମାୟା ମୋହ ନୟନେ ଅଞ୍ଜନ ଲେଖି ଧରି ଦିବ୍ୟ ଦେହ ଅହିଂସା ପରମ ଧର୍ମ ବିଜ୍ଞାନକୁ ସେହି କେତେ ମୋତେ ବୁଝାଇଲେ ପ୍ରମାଣ ଦେଖାଇ ସେ କଥାକୁ ଆଉ ଦୈତ୍ୟ ଆଦର ନ କଲେ ବେଦ ଧର୍ମକୁ ସମୂଳେ ମନୁ ପୋଛି ଦେଲେ ଦେବ ଯଜ୍ଞ ନିନ୍ଦା ଆଉ ବ୍ରାହ୍ମଣଙ୍କ ନିନ୍ଦା ସକଳ କୀର୍ତ୍ତନ କଲେ ପାଇଣ ସୁବିଧା ଦୈତ୍ୟଙ୍କ ମତି ଏପରି ଯାଆନ୍ତେ ବଦଳି ସେହି କାଳେ ଯୁକ୍ତି କରି ଦେବତାଏ ମିଳି ଭୀଷଣ ଆକାରେ ପୁଣି ଯୁଦ୍ଧ ଆରମ୍ଭିଲେ ସେହି ଯୁଦ୍ଧେ ଦୈତ୍ୟମାନେ ନିଧନ ହୋଇଲେ ଏହିପରି ଯେଉଁମାନେ ସ୍ୱଧର୍ମକୁ ଛାଡ଼ି ନିରନ୍ତର ରହିଥାନ୍ତି ମାୟା ମୋହ ଛାଡ଼ି ସେମାନଙ୍କ ନାମ ମଗ୍ନ ଅଟେ ହେ ମୈତ୍ରେୟ ଆବର କଥାଏ ଶୁଣ ମନ କରିଥୟ ବାନପ୍ରସ୍ଥି ଗୃହସ୍ଥ ଯେ ବ୍ରହ୍ମଚାରୀ ଜନ ପରିବ୍ରାଜକ ସହିତେ ଚାରି ଶ୍ରେଣୀ ଜାଣ ଗୃହସ୍ଥ ଆଶ୍ରମ ତ୍ୟାଗ କରି ଯେଉଁ ବ୍ୟକ୍ତି ବାନପ୍ରସ୍ଥ ଭିକ୍ଷୁ ଧର୍ମୀ ଆପଣ ନୁହନ୍ତି ସେହି ପାପାତ୍ମାକୁ ମଗ୍ନ ବୋଲି ଶାସ୍ତ୍ର କହେ ମହତ୍ଵ ବଚନ ଏହି ମିଥ୍ୟା କେବେ ନୁହେଁ ଏହା ସବୁ ପରାଶର ପରକାଶ କଲେ ଶୁଣି ମୈତ୍ରେୟ ପରମ ସନ୍ତୋଷ ହୋଇଲେ आहे साधु सुज्ञ जने थिब सावधाने स्वधर्म को केही हेले नते जीव दिने विष्णुपद चिंती करी क्षेत्रवासी कहे ए महाविष्णु पुराण गति मुक्ति दिए शतधनु राजार उपाख्यान पराशर उवाच एथु अन्ते हे मैत्रेय शुण देई मन कहुअछि तुम्भ आगे अपूर्व आख्यान पूर्वे एक राजा थिले शतधनु नामे महातेजियान से हुए ही धरा धामे ताहांकर राणी नाम अटे सव्यासती सर्वगुण युक्ता से ही पतिव्रता अति राजा से राणी की जे घेनिण संगरे बनकु गमन कले हरस मनरे आचरिले महाजोग होई भक्तिवंत डाकंती केवल हरि बोली अविरत
शुद्धंग दान होम यज्ञ उपवासे कटाइले दिन तही परम उल्लासे। दिने को कार्तिक मास पूर्णिमा तिथि रे राजा रानी दुहे अति परम भक्ति रे। सुरधुनी गंगारे से गाधोई पाधोई ऊपर को आसुथिले सावधान होई। एमंत समय देख दैवर घटना सेठारे देखिले एक पाषांड बदन। हे ऋषि मुखी कहिबी से कथा को भला राजा संगे पाषांडर आलाप जेला। से अटई राजनर पापाचार्य सखा दैव जोग को नदी घाटे हेला देखा। कथोपकथन राजा ताहा संगे कले मात्र रानी एकाकिनी मौन रहिले। पाषांड दर्शन पाप खंडिबा सारे सूर्यदेवंकु चाहिले रानी भक्ति भरे। तापरे उभये निज आश्रम को आसी उभये अत्यंत भक्ति मन मध्य तोषी। विष्णु सेवा पूजा कले होइण एकांत विष्णु पूजा बिना काहि नगमय चित्त। एही रूपे केते दिन गत होई गला सेवन भितरे राजांकर मृत्यु हेला। चिंतित होइण राणी सज करी चिता सहमड़ा हेले तेजी प्राणर ममता। मात्र राजा उपवासे करी गंगा स्नान देखिथिले बोली सेही पाषांड बदन। पुणी आलापन करिथिले संगे तार सेही पापर कारणे अंतिम कालर। कुकुर जोनिरे मर्त्य जन्म लभिले राजकन्या रूपे रानी मर्त्य जात हेले। काशी राजकन्या होई अल्यଳରେ अति बढ़िले से शैव्या मृत्यु अंते आहे जति। एही रूपे राजा रानी ए मर्त्य मंडले जात हेले दुहे निज पाप पुण्य बळे। उभय ही जाति स्मर पूर्व जन्मर सकल कथा तांकर थाए जे मनर। एहीपरि किछि दिन रत होई गला राजपुरे कन्या रत्न नव जुग हेला। विवाह उपयुक्ता जानी काशी नर साई मने मने अतिशय आनंदित होई। विवाह देवाकू कले इच्छा प्रकाश निषेध कला से कन्या विवाह सकाश। एही रूपे पितांकु से निजे मना करी दिव्य नेत्रे निज पति खोजिले सुंदरी। देखिले अपना स्वामी विदिशा नगरे कुकुर जन्म पाई एणे तेणे घूरे। तापासकु राजसूता करिण गमन निज रूपे कुकुर को आणे से बहन। उत्तम आहार बाला निज हस्ते नेला अति जतन रे कुकुर को भुंजाइला। आहार करी संतोष होइला कुकुर पशु कूले जात सत धनु नृपवर। जानी पारि से स्वानर आनंद विधान मने मने विचारिण युवती रतन। तत्क्षणे भक्ति भरे करी नमस्कार पूर्व जन्मर घटना जहा सबु तार। स्मरण कराई देले उत्तम प्रकारे पाषांड दर्शन कथा कहिला तापरे। मने पड़न्ते दुखित होइला से स्वान पर्वत उपरु पड़ी हारिला जीवन। पुणी शृगाल जोनिरे जन्म होइला शृगाल होई से नाना स्थान रे घूरिला। राजकन्या मन मध्य ताहा जानी पारी से शृगाल पासे पुणी गला से सुंदरी।
पुणी ताकु पूर्व कथा मने कराइला। शुणी शृगाल गोटी जे प्राण छाड़ी देला। ताहा परे वृक्ष रूप हेला से नृपति। ताहा मध्य जानी पारी से नव जुवती। से वृक्ष को चिन्ही पारी तार पासे गला। नाना प्रकारे विधि मते सेवा कला। ताउ तारे व्यक्त करी कहिला सकल। पूर्व जन्मरे जाहा घटी थिला फल। वृक्ष रूपी नृपवर करिण श्रवण। मनरे ताहार दुख होइला भीषण। तत्क्षण सेही वृक्ष रूप को छाड़िला। पुणे गृध्रर जोनिरे जाई जनमिला। गृध्र देह पाई कला कदर्य आहार। ताहा मध्य राज कन्या देखिले नेत्रर। से गृध्र पक्षी निकटे गमन से कला। पूर्व कथा मान सबु मने करिदेला। अति दुखे गृध्र पक्षी तेजिला पराण। जन्म होइला काक जोनिरे से पुण। डामरा काऊ होइण राबे राऊ राऊ। भक्ष्य थाए केते केते अभक्ष्य जैसे हु। मन मध्य राज कन्या ताहा जानी पारी। दिने से काक निकटे जाइण सुंदरी। बुझाई कहिला सबु पूर्वर वृत्तांत। शुणी काक रूपी राजा होइला दुखित। जाति स्मर हेतु तार हेला सबु ज्ञान। आपना अर्जिला कर्म के करिबआन। तत्क्षणे से ही काक शरीर उपेक्षी। सुंदर आकारे हेला से मयूर पक्षी। अश्वमेध यज्ञ कले जनक नृपति। मयूर को देखी सेहु हर्ष हेले अति। से पक्षी की स्नान कराइले जतन रे। ताहा सबु राज कन्या देखी नयन रे। निजे स्नान ध्यान सारी सेठा बकु गला। मयूर को पूर्व कथा मान कहिला। मयूर तहिरे होई अत्यंत दुखित। देह त्याग कला मने चिंती निज हित। ताहा परे जान सेही जनक राजार। कुमार रूपे जन्मिले पुणी नृपवर। ଏହା ଜାଣି ପାରି ରାଜ କନ୍ୟା ଖୁସି ହେଲା। ନିଜ ପିତାଙ୍କ ପାଶରେ ଯାଇଣ କହିଲା। ଶତଧନୁ ରାଜା ମୋର ପୂର୍ବ ଜନ୍ମ ସ୍ୱାମୀ। ନେଇଛନ୍ତି ରାଜପୁତ୍ର କେତେ ଯୋନି ଭ୍ରମୀ। ଏହିପରି ସବୁ କଥା ପିତାଙ୍କୁ କହିଲା। ସର୍ବଶେଷ ବିବାହର କଥା ପ୍ରକାଶିଲା। ତାହା ଶୁଣି ରାଜା ଅତି ଉଲ୍ଲାସ ହୋଇଲେ। ସେହି ଜନକ ପୁତ୍ରକୁ ବାସେ ଅଣାଇଲେ। ଯୋଗ ଲଗ୍ନ ବୁଝି କରି ପରମହର ସେ। ବିବାହ ଦେଲେ କନ୍ୟାକୁ ଯଥା ଅବକାଶେ। ରାଜକନ୍ୟା ସେ ଜନକ କୁଳବଧୂ ହୋଇ। ରହିଲା ମହାନନ୍ଦେ ସ୍ୱାମୀ ସଙ୍ଗ ପାଇ। ତଦନ୍ତେ ଜନକ ରାଜା ଜୀବନ ତେଜିଲେ। ତାହାଙ୍କ ପୁତ୍ର ସେ ରାଜେ ରାଜପଦ ନେଲେ। ରାଜକନ୍ୟା ସତୀ ହେଲା ପାଟ ମହାଦେଇ। ଭୂଷଣ ହେଲେ ରାଜ୍ୟରେ ପତି ପତ୍ନୀ ଦୁଇ। କେତେ କେତେ ଯାଗ ଯଜ୍ଞ କଲେ ଅନୁଷ୍ଠାନ। ସଂସାର ସାରା ତାଙ୍କର ଯଶ ହେଲା ପୂର୍ଣ୍ଣ। ଯଥାକାଳେ ପୁଣି ସେହି ଜନକ ସନ୍ତତି। ତେଜିଲେ ମାନବ ଦେହ ନାରାୟଣ ଚିନ୍ତି। ରାଜକନ୍ୟା ତାଙ୍କ ଚିତା କରି ଆରୋହଣ। ଚଳିଲେ ସ୍ୱର୍ଗକୁ ଛାଡ଼ି ଆପଣା ପରାଣ। ପାଷାଣ୍ଡ ଦର୍ଶନ ପାଏ ଏମନ୍ତ ଦୁସ୍ତର। କହିଲି ନଗ୍ନ ବିଷୟ କରିଣ ବିସ୍ତାର।
ନଗ୍ନମାନଙ୍କୁ ଜଗତେ ପାଷାଣ୍ଡ କହନ୍ତି। ପାଷାଣ୍ଡ ମହାପାତକୀ ଜାଣ ଆହେ ଜ୍ୟୋତି। ସେମାନେ ସୁଜ୍ଞାନୀ ହୋଇ ଏ ଭାରତେ ଥିବେ। କେତେବେଳେ ପାଣ୍ଡବଙ୍କ ମୁଖ ନ ଚାହିଁବେ। ବେଦ ପୁରାଣ ଶାସ୍ତ୍ରରେ ଅଛି ନିରୂପଣ। ପାଷାଣ୍ଡ ସଙ୍ଗ ଆଳାପେ ମହାପାପ ଜାଣ। ଏହି ସାର ତତ୍ତ୍ୱ କଥା କହିଲି ମୈତ୍ରେୟ। କୌଣସି ମତେ ମନରେ ନ କର ସଂଶୟ। ଅଶେଷ ମଙ୍ଗଳ ହେବ ଏଥିରେ ତୁମ୍ଭର। କେବଳ କରିବ ଏହା ସଂସାରେ ପ୍ରଚାର। ଏହିପରି ପରାଶର ପରମ ବିଶ୍ୱାସେ। ସଂଶୟ ଖୋଲି କହିଲେ ମୈତ୍ରେୟଙ୍କ ପାଶେ। ଶୁଣି ସେ ମୈତ୍ରେୟ ଋଷି ଆନନ୍ଦ ହୋଇଲେ। ଭକ୍ତି ଭରେ ଗୁରୁଙ୍କର ଚରଣ ବନ୍ଦିଲେ। ଶତଧନୁ ରାଜାଙ୍କର ଉପାଖ୍ୟାନ ଏହି। ଶ୍ରବଣ କଲେ ହୃଦୟେ ପାପନର ହୋଇ। ମହାବିଷ୍ଣୁ ପୁରାଣର ଏ ତୃତୀୟ ଖଣ୍ଡ। ଶୁଣିଲେ ପବିତ୍ର ହେବ ଗୃହୀଙ୍କର ପିଣ୍ଡ। ପଢ଼ି ଶୁଣି ନାରୀ ନରେ ହୁଅ ସାବଧାନ। ଅଧର୍ମ କର୍ମ ପଥେ ନ ବଳାଅ ମନ। ଜୟ ପ୍ରଭୁ ନାରାୟଣ ତ୍ରିଭୁବନ ସ୍ୱାମୀ। କ୍ଷେତ୍ରବାସୀ ଡାକେ ମୁକ୍ତି ଦିଅ ଅନ୍ତର୍ଯାମୀ। ଅସତ୍ ସଙ୍ଗ ତ୍ୟାଗ ଓ ସତ୍ସଙ୍ଗର ଉପକାର କଥନ। ଅସଜ୍ଜନଙ୍କ ସଙ୍ଗନ କରିବ ଯେ କେବେ। ଯେଉଁ କଥାରେ ଅଶୁଭ ଅଟେ ନାନା ଭାବେ। ଇହଲୋକ ପରଲୋକ ଉଭୟ ଲୋକରେ। ସର୍ବ ଇଷ୍ଟ ଧର୍ମ ନାଶ ହୁଏ ନିଶ୍ଚୟରେ। ଅନ୍ତିମେ ନରକେ ଭୋଗ ଅବଶ୍ୟ ଅଟଇ। ଅଧପତନର ମୂଳ କାରଣଟି ଏହି। ବିଷ୍ଣୁ ଭକ୍ତିହୀନ ଜନ ଯେ ଭବେ ବୋଲାଏ। ସେହି ତ ସତ ବ୍ୟକ୍ତି ବୋଲି ଶାସ୍ତ୍ର କହେ। ବିଷ୍ଣୁ ଅଭଗତ ଯେତେ ହୁଏ ସଦାଚାରୀ। ନାହିଁ ତାଙ୍କୁ ସଦଗତି କହିଲି ବିସ୍ତାରୀ। ଆବର ସେମାନେ ଶିଷ୍ୟ ଦରପରାୟଣ। ସେମାନେ ଅସତ ଜନ କହୁଛି ପୁରାଣ। କୁଟିଳ ହୃଦୟ ମିଥ୍ୟା ବାଦୀ ଖଳସଠ। ଏମାନେ ଅଟନ୍ତି ଭବେ ଅସଙ୍ଗତ ଶ୍ରେଷ୍ଠ। ଏମନ୍ତ ସତ ଜନ ସଙ୍ଗନ କରିବ। ସଙ୍ଗ କରେ ତହିଁରେ ଯେ ଫଳକୁ ଲଭିବ। ତାହା କହୁଅଛି ଶୁଣ ଆହେ କୃଷି ରାଏ। ଅନ୍ଧଲୋକ ଅନୁଗାମୀ ଅନ୍ଧର ପରାଏ। ଅନ୍ଧ ତମକୁ ପେ ପଡ଼ି କଷଣ ଲଭିବ। ଏଣୁ ଏମାନଙ୍କ ତୁଲେ ସୁଜ୍ଞାନୀ ମାନବ। କରିବ ନାହିଁ କଦାପି ଆଳାପ ମେଳାପ। କଲେ ନିଜ ଦେହେ ଘଟେ ସେମାନଙ୍କ ପାପ। ଅସତ ଜନଙ୍କ ସହ ଅତି ଭୟାବହ। ସେ ସଙ୍ଗ ନିଷ୍ଠ କରେ ଜାଣ ହେ ନିଶ୍ଚୟ। ତହିଁରେ ସତ୍ୟ ଶୌଚ ଦୟା ମନ ବୁଦ୍ଧି। ଯଶ କ୍ଷମା ସମଦମ ଲଜ୍ଜା ସିରି ଆଦି। ସମସ୍ତ ଐଶ୍ୱର୍ଯ୍ୟ ଯାକ କ୍ଷୟ ହୋଇଯାଏ। ସତ୍ୟ ଅଟେ ବଚନ କେବେ ମିଥ୍ୟା ନହେ। ଅଶାନ୍ତି ମୂଢ଼ ଦେହାତ୍ମା ବୁଦ୍ଧିକାରୀ ଜନେ। ଆବର ସ୍ଥିର ଚିତ୍ତ ସ୍ତ୍ରୈଣ ବ୍ୟକ୍ତିମାନେ। ଅତିଶୟ ନିନ୍ଦନୀୟ ଏସବୁ ଅଟନ୍ତି। ପ୍ରଧାନ ଅସତ ବୋଲି ଶାସ୍ତ୍ରର ବଦତି। ସ୍ତ୍ରୀ ସଙ୍ଗେ ସ୍ତ୍ରୀ ସଙ୍ଗୀଙ୍କର ସଙ୍ଗ କର୍ତ୍ତବ୍ୟ। କେବେ ହେଲେ ଏମାନଙ୍କ ସଙ୍ଗ ନ କରିବ। ଯେହେତୁ ସ୍ତ୍ରୀ ସଙ୍ଗ ପୁଣି ସ୍ତ୍ରୀ ସଙ୍ଗୀଙ୍କ ସଙ୍ଗେ। ବନ୍ଧନ ମୋହ ସଂଜାତ ଯେପରି ଉଦ୍ବେଗେ। ଅନ୍ୟ କାହା ସଙ୍ଗେ ତାହା ନ ଘଟେ ପ୍ରମାଣ।
ମିଥ୍ୟା ନୁହଁ ଏ କଥା କହୁଛି ପୁରାଣ। ଯେଉଁ ବ୍ରାହ୍ମଣ ସଂସାରେ ଅବୈଷ୍ଣବ ଥାନ୍ତି, ଚଣ୍ଡାଳୁ ବଳି ସେମାନେ ଅଧର୍ମୀ ଅଟନ୍ତି। ତାହାଙ୍କ ସଙ୍ଗେ ଆଳାପ କେବେ ନ କରିବ, ସ୍ପର୍ଶ କଲେ ସୁରାପାନ ସଙ୍ଗେ ସମ ହେବ। ତାହାଙ୍କର ସହବାସ କଲେ ବିଷ୍ଣୁ ଭକ୍ତ, ମହାପାତକ ଘଟଇ ଶାସ୍ତ୍ରେ ଅଛି ଉକ୍ତ। ବିଷ୍ଣୁ ମନ୍ତ୍ରେ ଯେ ବ୍ରାହ୍ମଣ ଅଟେ ଅଦୀକ୍ଷିତ, ତାହାଙ୍କ ନ ଭକ୍ଷିବ ନାହିଁ କଦାଚିତ। ତାହାଙ୍କ ହସ୍ତର ଜଳ ଅଟେ ସୁରାସମ, ପାନ ନ କରିବ କେବେ ହୋଇ ମତି ଭ୍ରମ। ଉଚିତ ସତସଙ୍ଗ ତ୍ୟାଗ ବୈଷ୍ଣବର, ବେଦ ପୁରାଣରେ ଏହା ବର୍ଣ୍ଣିତ ନିକର। ଅସତ ସଙ୍ଗ ତ୍ୟାଗ ଯେ ବୈଷ୍ଣବର ନୀତି, ସ୍ତ୍ରୀ ସଙ୍ଗୀୟ ସାଧୁ କୃଷ୍ଣ ଅଭକତ ବ୍ୟକ୍ତି। ସତସଙ୍ଗରେ ଥିଲେ ହରି ଭଜନ ନିର୍ମଳ, ଅସତ ସଙ୍ଗରେ ଭକ୍ତି ହୋଇ ନିଷ୍ଫଳ। ସତସଙ୍ଗରେ କରମ ବନ୍ଧନ ଛିଡ଼ଇ, ହରିପାଦ ପଦ୍ମ ଲାଭ ବଶ୍ୟ ମିଳଇ। ଅସତ ସଙ୍ଗେ ସୁଜନ ଯେବେ ରହିଥାଏ, ତାର ମନ ପ୍ରାଣ ଅସତ୍ କର୍ମେ ଢଳିଯାଏ। ତେଣୁ ଦୃଢ଼ତର ହୁଏ କର୍ମର ବନ୍ଧନ, ଏଣୁ ସାଧୁ ସଙ୍ଗ ସର୍ବ ଶୁଭର କାରଣ। ବେଦ ପୁରାଣରେ ଏହା ହୋଇଛି ନିର୍ଣ୍ଣୟ, ଏଥିରେ ତିଳାର୍ଦ୍ଧେ ମାତ୍ର ନାହିଁ ହେ ସଂଶୟ। ସତସଙ୍ଗେ ଥିଲେ ଭଲେ ମିଳେ ସ୍ୱର୍ଗବାସ, ଅସତ୍ସଙ୍ଗରେ ନିଶ୍ଚୟ ଯେ ଘଟେ ସର୍ବନାଶ। ଏଣୁ ସତସଙ୍ଗେ ଥାଇ ସାଧୁକୁ ପୂଜିବ, ସାଧୁଙ୍କ ଅର୍ଚ୍ଚନ ଅନ୍ତେ ବୈକୁଣ୍ଠେ ଯିବ। ଯେଉଁମାନେ ଶ୍ରୀ ବିଷ୍ଣୁଙ୍କୁ କରନ୍ତି ଅର୍ଚ୍ଚନା, ମାତ୍ର ବୈଷ୍ଣବଙ୍କୁ ନ କରନ୍ତି ଆରାଧନା। ସେମାନଙ୍କୁ କୃପା ନ କରନ୍ତି ନାରାୟଣ, ସେମାନେ ପ୍ରକୃତ ଭକ୍ତ ନୁହନ୍ତି ଜାଣ। କେବଳ ଦାମ୍ଭିକ ପ୍ରାଣୀ ସେମାନେ ଅଟନ୍ତି, ଏକଥାକୁ ହୃଦବୋଧ କର ଆହେ ଯତି। ବିଷ୍ଣୁ ସେବା ଠାରୁ ବୈଷ୍ଣବଙ୍କ ସେବା ଶ୍ରେଷ୍ଠ, ସକଳ ଶାସ୍ତ୍ର ପୁରାଣେ ଲେଖା ଅଛି ସ୍ପଷ୍ଟ। ବିଷ୍ଣୁ ପୂଜେ ବୈଷ୍ଣବଙ୍କୁ ନ ପୂଜେ ଯେ ଜନ, କେବେ ହେନୁ ହଇ ବିଷ୍ଣୁ ପ୍ରସାଦେ ଭାଜନ। ଦାମ୍ଭିକ କପଟି ଶଠ ଦୁରାଚାରୀ ସେହି, ଅସତ୍ ମଧ୍ୟରେ ଗଣା ଯେ ବିଷ୍ଣୁ ଭକ୍ତ ଦ୍ରୋହୀ। ଏମନ୍ତ ସତ ସଙ୍ଗ କରିଦେବ ତ୍ୟାଗ, ସାଧୁ ଲକ୍ଷଣକୁ ଚିହ୍ନି ଆଦରିବ ସଙ୍ଗ। ପ୍ରକୃତ ସାଧୁ ଅଟନ୍ତି ଯେ ବଣ ମାନବେ, ତାହାଙ୍କର ପରିଚୟ ଶୁଣ ତୁମ୍ଭେ ଏବେ। ବିଷ୍ଣୁଙ୍କ ନାମ ସର୍ବଦା ଯେ ବାରଟୁ ଥାଇ, ସତ୍ୟଭାଷୀ ମହାନନ୍ଦୀ ସାଧୁ ଅଟେ ସେହି। ଯତ୍ନ ସହ ସର୍ବଜୀବ ମାନଙ୍କୁ ଯେ ମାନେ, ସମ୍ମାନ ଦିଅଇ ବିଷ୍ଣୁ ଅଧିଷ୍ଠାନ ଜ୍ଞାନେ। ଅପଥରୁ ସୁପଥକୁ ପ୍ରାଣୀଙ୍କି ଅଣାଇ, ସର୍ବଦା ମୁଖେ ମଧୁର ବାଣୀ ଭାସୁଥାଇ। ତାହାକୁ ପ୍ରଧାନ ସାଧୁ ଜାଣିବ ଅବଶ୍ୟ, ସେବା ଧର୍ମ କରି ତାର ତୋଷିବ ମାନସ। ସେ ଅଟେ ସତ୍ସଙ୍ଗ ମୁକତିର ଯେ ପଥ, ଏମନ୍ତ ସଙ୍ଗରେ ପୂର୍ଣ୍ଣ ହୁଏ ମନୋରଥ। ସାଧୁଙ୍କ ଚରଣ ଧୂଳି ଆଣି ଭକ୍ତି ଭରେ, ଯତନେ ବଳିବ ନେଇ ଆପଣା ଶିରରେ। ସାଧୁମାନଙ୍କର ସଦା ଚାର କଦାଚାର, ବାଛିବ ନାହିଁ କେବେ ହେଁ କର୍ତ୍ତବ୍ୟ ବ୍ୟବହାର। ଭଜନ ମାର୍ଜିତ ସାଧୁ ସଙ୍ଗେ ସଦା ହୁଏ, ଅଜ୍ଞାନ ବିଦ୍ୟା ପରାଜିତ ହୋଇଯାଏ।
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ ସାଧୁଙ୍କ ଦୟାରୁ ମିଳି ପାରଇ ଚଞ୍ଚଳ ମନର ସମସ୍ତ ଦୁର୍ବାସନା ହୁଏ ଦୂର ଆବର ଅତି ନିର୍ମଳ ହୁଅଇ ଅନ୍ତର ସାଧୁମାନଙ୍କର ସଙ୍ଗ ମାତ୍ରେ ହେ ମୈତ୍ରେୟ ଦୁର୍ଲଭ ଅଭୀଷ୍ଟ ବସ୍ତୁ ଯେତେ ସମୁଦାୟ ଅଚିରେ ହୁଅଇ ଲାଭ ଜାଣ ମୁନିର ଥା ସକଳ ଶାସ୍ତ୍ର ପୁରାଣେ ବର୍ଣ୍ଣନ ଏକଥା ଯେଉଁ ପ୍ରାଣୀ ମହା ମହା ପାପ କରିଥାଏ ସାଧୁ ସଙ୍ଗ କଲା ମାତ୍ରେ ତାହା ଘୁଞ୍ଚି ଯାଏ ସାଧୁଙ୍କ ପ୍ରସନ୍ନେ ପାପୀ ହୁଏ ପୁଣ୍ୟବନ୍ତ ସତସଙ୍ଗ ଅଚଳା ଭକ୍ତି ହୁଅଇ ପ୍ରାପଦ ଜନ୍ମ ଜନ୍ମାନ୍ତରେ ମିଳେ ଏ ସୁକୃତ ଫଳ ଏଥିରେ ସନ୍ଦେହ ନାହିଁ ହେ ମୁନି ଦୁର୍ଲାଳ ସାଧୁଜନଙ୍କ ସମୀପେ ଗ୍ରାମ୍ୟ କଥା ଯେତେ ଆନ୍ଦୋଳିତ ନ ହୁଅଇ କୌଣସି ମତେ ଶ୍ରୀହରିଙ୍କ ପୁଣ୍ୟ କୀର୍ତ୍ତି ଶୁଣ ନିରନ୍ତରେ କୀର୍ତ୍ତନ କରନ୍ତି ସାଧୁ ଅତି ଆନନ୍ଦରେ ତେମନ୍ତ ଗୁଣାନୁବାଦ ଶୁଣିଲେ ସନ୍ତତ ମୂଢ଼ଜନ ଅବହେଳେ ହୁଏ ତପବନ୍ତ ସତସଙ୍ଗ ଅଟଇ ବିଷ୍ଣୁ ଭକ୍ତି ଜନ୍ମସ୍ଥଳ ସାଧୁ ସଙ୍ଗ ବିଜ୍ଞ ଭକ୍ତି ଉତ୍ପତ୍ତିର ମୂଳ ଏଣୁ ଆହେ ମୁନି ଯେଉଁ ଭାଗ୍ୟବନ୍ତ ନରେ ଇହ ପରଲୋକ ଜୟ ବାଞ୍ଛନ୍ତି ମନରେ ସେମାନେ ସର୍ବଦା ବିଶେଷରେ ଯତ୍ନ କରି ସତସଙ୍ଗ କରିବେ ମନୁ ଗର୍ବ ପରିହରି ସତ୍ସଙ୍ଗେ ଜୀବର ଅଟେ ବହୁ ଉପକାର ସତ୍ସଙ୍ଗ କରାଏ ଭବ ସିନ୍ଧୁକୁ ଯେ ପାର ସତ୍ସଙ୍ଗ ବିହୀନ ପ୍ରାଣୀ ମୃତ୍ୟୁର ସମାନ ଏଣୁ ଏ ଜୀବନ ସାଧୁ ସଙ୍ଗ ପ୍ରୟୋଜନ ସୌଭାଗ୍ୟ ବସେ ଜୀବର ହୃଦ ନୀଳାକାଶେ ଶ୍ରଦ୍ଧା କମୁଦ ଉଦୟ ହେଲେ ତିନି ଦୋଷେ ପ୍ରାଣର ଏକ ଉଦ୍ୟମ ବ୍ୟାକୁଳତା ହୁଏ ସଂସାର ଜ୍ୱାଳା ମନ୍ତ୍ରଣା ଶୀତଳ କରାଏ ସେହି ଯେ ଉଦ୍ୟମ ଏକ ଆବେଗ ଜନମେ ନିର୍ମଳ ଚିତ୍ତ ସାଧୁଙ୍କ ପଦେ ଜୀବନ ମେ ତେଣୁ ସଦା ସାଧୁଙ୍କର ସଙ୍ଗ କରିବାର ସୁଯୋଗ ଖୋଜି ଲୋଡ଼ିବା ଅଟଇ ଯେ ସାର ଏ ସଂସାର କାରାଗାର ବଡ଼ ହିଁ ଭୀଷଣ ସାଧୁ ସଙ୍ଗ ଏକମାତ୍ର ମୋକ୍ଷର କାରଣ ମହତ କୃପାରୁ ଲାଭ ହୁଏ ପ୍ରେମ ଭକ୍ତି ଦୁଇଟି ଉପାୟ ତାର ହେ ମୈତ୍ରେୟ ଜ୍ୟୋତି ଏକ ସାଧନାରେ ଅଟେ ହେ ଅନିବେଶ ମହତ କୃପା ଦ୍ୱିତୀୟ ଜିଣିବ ଅବଶ୍ୟ ଶ୍ରୀ ବିଷ୍ଣୁଙ୍କର ଯେ କୃପା କଣିକାରୁ ଜାଣ ଉଦିତ ହୁଅଇ ଭକ୍ତି ଏ ଶାସ୍ତ୍ର ପ୍ରମାଣ ବିଷ୍ଣୁଙ୍କ ପ୍ରକଟ ଅବତାର ସମୟରେ ସମ୍ଭବ ସିନା ତାହା ଜୀବର ଭାଗ୍ୟରେ ଅନ୍ୟ ବେଳେ ବିଷ୍ଣୁ ଭକ୍ତଙ୍କର କୃପା ପାଇ ପ୍ରେମ ଭକ୍ତି ଲଭେ ଯିବ ଏ ସଂସାରେ ଥାଇ ବିଷ୍ଣୁଙ୍କର କୃପା ସେହି ଅଟଇ ହେ ମୁନି କୃଷ୍ଣଙ୍କ କୃପାରେ ଅଟେ ଯେ ଅନୁଗାମିନୀ ଯାକୁ ବିଷ୍ଣୁ ଭକ୍ତ ମାନେ କରନ୍ତି କରୁଣା ବିଷ୍ଣୁଙ୍କର ସେ ଅଟଇ କୃପାକୃତ ପଣା ବିଷ୍ଣୁ ବିଷ୍ଣୁ ଭକ୍ତଙ୍କର ଭେଦ କିଛି ନାହିଁ ତେଣୁ ବିଷ୍ଣୁ ଭକ୍ତେ ଭବ ତାରଣ ଗୋସାଇଁ ଯାହାକୁ ଦୟା କରନ୍ତି ଦେବ ନାରାୟଣ ତାକୁ ସାଧୁ ଜନ ସଙ୍ଗ ଦିଅନ୍ତି ଯାଚିଣ କି କହିବି ମୁହିଁ ସାଧୁ ସଙ୍ଗର ମହିମା ଶେଷ କରି ନ ପାରନ୍ତି ଯାହା ଶିବ ବ୍ରହ୍ମା ହେ ମୈତ୍ରେୟ ସତସଙ୍ଗ ଏମନ୍ତ ଅଟଇ ଠିକେ ଠିକେ ତୁମ୍ଭ ଆଗେ
କହିଲଇ ମୁହିଁ ଏମନ୍ତ ଯେ ପରାଶର ପ୍ରସନ୍ନ ମାନସେ ପ୍ରକାଶ କଲେ ସୁଶିଷ୍ୟ ମୈତ୍ରେୟଙ୍କ ପାଶେ। ମହାବିଷ୍ଣୁଙ୍କ ପୁରାଣ ତୃତୀୟ ଖଣ୍ଡରେ ସାରିଲା କ୍ଷେତ୍ର ମୋହନ ଦୁର୍ଗାଙ୍କ କୃପାରେ। आहे ସୁଜ୍ଞ ଜନେ ଦୋଷ ନ ଧରିବ ମୋର ଅଧମ କ୍ଷେତ୍ର ମୋହନ ଶରଣ ପୟର। इति श्री महाविष्णु पुराणे तृतीय खंडे शतधनु उपाख्यानादि कथने नाम चतुर्दश अध्याय। भीमस्यापि भंग मुनिरपि मतिभ्रम यदि शुद्धम शुद्धम वा मम दोष न विद्यते।